ସାର୍ ନମସ୍କାର। ଆଜି ପୁରା ଅନାନ୍ତର ଘୋ ଘା ମୁଚିଛି ପୁରା ସାରା ଓଡ଼ିଶାରେ। ତ ସ୍ପେଶାଲ୍ ଆପଣ କ'ଣ କହିବେ ଦର୍ଶକମାନଙ୍କୁ? ବହୁତ ଖୁସି ଯେ ଗୋଟେ ଓଡ଼ିଶାର ଗୋଟେ କାହାଣୀକୁ ନେଇକରି ସବ୍ୟସାଚୀ ମହାପାତ୍ର ଏତେ ସୁନ୍ଦର ସବଜେକ୍ଟଟେ କରିଛନ୍ତି। ଆମରି ସବଜେକ୍ଟ ଆମରି କାହାଣୀ ଏବଂ ମୋତେ ଗୋଟେ ମୌକା ମିଳିଛି ଏଥିରେ କିଛି ଫୋକ୍ କିଛି ପଲ୍ଲୀ ଗୀତକୁ ଆଉ ଥରେ ପ୍ରେଜେଣ୍ଟ କରିବା ପାଇଁ, ଷ୍ଟୋର୍ କରିବା ପାଇଁ। ଲୋକଙ୍କର ଭଲ ପାଇବା ବି ବହୁତ ଅଛି। ଲୋକମାନେ ମଲ୍ଲି ଢପ ଗୀତକୁ, ଲୋକ ଟାଇଟଲ୍ ସଙ୍ଗକୁ, ଲୋକମାନେ ଲୋରିକୁ ଭଲ ପାଇବା ଦେଇଛନ୍ତି। ଆଉ 3ଟି ଗୀତ ବି ରିଲିଜ୍ର ବାକି ଅଛି। ସମସ୍ତେ ବହୁତ କୋପରେଟ୍ କରିଛନ୍ତି। ମୋ ମ୍ୟୁଜିସିଆନ୍ ମାନେ, ମୋର ରେକର୍ଡ଼ିଷ୍ଟ, ସ୍ପେସିଆଲି ବଡ଼ଦା ବହୁତ ଆଇଡ଼ିଆ ଦେଇଛନ୍ତି। ଆମ ହିରୋ ସବ୍ୟସାଚୀ ମଧ୍ୟ ବହୁତ ଏଫର୍ଟ ଦେଇଛନ୍ତି। ମ୍ୟୁଜିକ୍ରେ ବସିଛନ୍ତି। ଗୋଟେ ସିନେମା ପ୍ରତି ତାଙ୍କର ଅବଦାନ ସୂର୍ଯ୍ୟମୟୀ ସୁନ୍ଦର ଆକ୍ଟିଂ କରିଛନ୍ତି। ଭଲ ଲାଗୁଛି। ଲୋକମାନେ ବେଶୀ ଏନ୍ଜୟ କରୁଛନ୍ତି ଯେ ସିନେମାଟି ନିଜର ଲାଗୁଛି, ନିଜ ଗାଁର ନିଜ ଘରର କଥା ଭଳିଆ ଲାଗୁଛି। ଏବଂ ମୋତେ ଯେଉଁ ଏତେ ପ୍ରଶଂସା ମିଳୁଛି, ଯେଉଁ ସିଙ୍ଗରମାନେ ମୋର ଗାଇଛନ୍ତି, ଧରନ୍ତୁ ଆପଣଙ୍କର ଅନୁସୟା ନାଥ ହେଲା, ଅନ୍ତରା ଚକ୍ରବର୍ତ୍ତୀ, ଆପଣଙ୍କର ଶ୍ରୀଜା ପଣ୍ଡା, ସଞ୍ଜୁ ମହାନ୍ତି, ତାପରେ ଶ୍ରୀଚରଣ ମହାନ୍ତି, ଆପଣ ସୁଭାଶିଷ ମହାକୁଡ଼, ସମସ୍ତେ ମାନେ ଗାଇଛନ୍ତି, କରୁଣାକର, ଆଉ ସମସ୍ତେ ବହୁତ ସୁନ୍ଦର ଘଟିଛନ୍ତି। ନୂଆ ନୂଆ ବାଦ୍ୟକାର ମଧ୍ୟ ଆମେ ନେଇଛୁ, ଯେଉଁମାନଙ୍କୁ ବହୁତ ଦିନ ଆମେ ୟୁଜ୍ କରା ହେଉନଥିଲା ପ୍ରାୟ। ସେମିତି ବାଦ୍ୟକାରମାନଙ୍କୁ ମଧ୍ୟ ଆମେ ଏ ସିନେମାରେ ନେଇଛୁ। ତେବେ ଓଭରାଲ୍ ଗୋଟେ ଭଲ ଚଳଚ୍ଚିତ୍ରଟେ ହଉ, ଲୋକ ଟିକେ ଭଲ ପାଇବା ଦିଅନ୍ତୁ ସମସ୍ତେ। ଏହି ଆଶାରେ ଆମେ ଟିମ୍ ଯାକ ରହିଲୁ। ସମସ୍ତଙ୍କୁ ଆପଣମାନଙ୍କୁ ରଜର ହାର୍ଦ୍ଦିକ ଅଭିନନ୍ଦନ। ଜୟ ଜଗନ୍ନାଥ।